जय जगन्नाथ सांग माने नमस्कार दर्शक बंधु। मानवता हेउछि मनुष्यर श्रेष्ठ धर्म। गोटे मनुष्य की ही मानवता श्रेष्ठ करिथाए। आसंतु शुणिबे एमिति एक सुंदर कहानी। गोटे जंगल रे तीनोटी बंधु रहुथिले, ଶାଗୁଣା, ଠେକୁଆ ଓ ମୂଷା। ସେମାନଙ୍କ ବନ୍ଧୁତାରେ ବହୁତ ନିବିଡ଼ତା ଥିଲା। ସେମାନେ ଗୋଟିଏ ଗୁମ୍ଫାରେ ମିଳିମିଶି ରହୁଥିଲେ। ସେମାନେ ସକାଳେ ଖାଦ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ଘରୁ ବାହାରି ଯାଆନ୍ତି। ସେମାନେ ଜଙ୍ଗଲକୁ ଯାଇ କିଛି ଖାଆନ୍ତି ଓ କିଛି ସଂଗ୍ରହ କରି ଘରକୁ ଆଣନ୍ତି। ଏମିତିରେ ବର୍ଷା ଋତୁ ଆସିଲା। ଦିନେ ଲଗାଣ ବର୍ଷା ହେବାକୁ ଲାଗିଲା। ସେମାନେ ଆଉ ଖାଇବା ପାଇଁ ବାହାରକୁ ଯାଇପାରିଲେ ନାହିଁ। ଶେଷରେ ସେମାନେ ନିଷ୍ପତ୍ତି ନେଲେ ଯେ ସଂଗ୍ରହ କରିଥିବା ଖାଦ୍ୟକୁ ଖାଇକି ବଞ୍ଚିବେ। ସେତିକିବେଳେ ଦେଖିଲେ ଯେ ଗୋଟିଏ ବିଲେଇ ତାଙ୍କ ଦ୍ୱାର ସମ୍ମୁଖରେ ଠିଆ ହୋଇଛି। ସେମାନେ ସେହି ବିଲେଇଟିକୁ ଡାକିଲେ ଓ ପଚାରିଲେ ଯେ ସେ କାହିଁକି ବର୍ଷାରେ ଭିଜୁଛି। ବିଲେଇଟି କହିଲା, ମୁଁ ବହୁତ ଦିନ ହେଲା କିଛି ବି ଖାଇନାହିଁ। ଭୋକ ଉପାସରେ ଅଛି। ଯେତେବେଳେ ଭୋକ ସମ୍ଭାଳି ହେଲା ନାହିଁ, ମୁଁ ବର୍ଷାରେ ଭିଜି ଭିଜି ଖାଇବା ଖୋଜୁଛି। କିନ୍ତୁ ବହୁତ ସମୟ ହେଲା ପରେ ମଧ୍ୟ ମୋତେ କିଛି ବି ଖାଇବା ମିଳିଲା ନାହିଁ। ସେସବୁ ଶୁଣି ତିନି ବନ୍ଧୁଙ୍କ ବିଲେଇ ଉପରେ ଦୟା ଆସିଲା। ସେମାନେ କହିଲେ, କିଛି କଥା ନାହିଁ ବିଲେଇ ଭାଇ, ଆମ ପାଖରେ ଖାଦ୍ୟ ଅଛି। ଆସ ଆମେ ମିଳିମିଶି ଖାଇବା। କିଛି ଦିନ ସେମାନଙ୍କ ଖାଦ୍ୟ ଖାଇବା ପରେ ବିଲେଇଟି ମଧ୍ୟ ସୁସ୍ଥ ହୋଇଗଲା ଓ ବର୍ଷା ମଧ୍ୟ ଛାଡ଼ିଗଲା। ବର୍ଷା ଛାଡ଼ିବା ପରେ ପୁଣି ଥରେ ତିନି ସାଙ୍ଗ ବାହାରକୁ ଯିବାକୁ ଲାଗିଲେ। ବିଲେଇ କିନ୍ତୁ ସେହି ଗୁମ୍ଫାରେ ରହି ସେମାନଙ୍କ ଖାଦ୍ୟ ଖାଉଥାଏ। ଦିନକର କଥା, ଦିନେ ତିନି ସାଙ୍ଗ ବାହାରକୁ ଯାଇଥାନ୍ତି। ଏହାର ସୁଯୋଗ ଦେଖି ବିଲେଇ ସେମାନଙ୍କ ଛୁଆକୁ ଖାଇଦେଲା ଓ ସେଠାରୁ ପଳେଇଗଲା। ତିନି ସାଙ୍ଗ ଯେତେବେଳେ ସନ୍ଧ୍ୟାରେ ଘରକୁ ଫେରି ଦେଖିଲେ ଯେ ତାଙ୍କ ଛୁଆକୁ ବିଲେଇ ଖାଇ ଦେଇଛି, ସେମାନେ ବହୁତ ମନ ଦୁଃଖ କଲେ ଆଉ ବହୁତ କାନ୍ଦିଲେ। କାରଣ ବିଶ୍ୱାସଘାତକ ବିଲେଇ ସେମାନଙ୍କ ବିଶ୍ୱାସରେ ବିଷ ଦେଇଛି। ସେମାନେ ଯେ ତାକୁ କେମିତି ସମୟରେ ତାକୁ ସାହାଯ୍ୟ କରିଥିଲେ, ସେ କଥା ଭୁଲି ଯାଇଛି। ଦିନେ ତିନି ବନ୍ଧୁ ରାସ୍ତାରେ ଯିବା ବାଟରେ ବିଲେଇ ସହିତ ଦେଖା ହେଲା। ସେମାନେ ବିଲେଇକୁ ବହୁତ ଗାଳି କଲେ, ହେଲେ ବିଲେଇ ମଧ୍ୟ ଓଲଟା ସେମାନଙ୍କୁ ଗାଳି କଲା। ଫଳରେ ସେମାନେ ପ୍ରତିଶୋଧ ନେବାକୁ ଚାହିଁଲେ ଏବଂ ଗୋଟିଏ ଯୋଜନା କଲେ। ସେମାନେ ପାଖରେ ଥିବା ଏକ ନଈ ପାଖକୁ ଗଲେ ଏବଂ ମୂଷା ଏକ ଡାଳ ସାହାଯ୍ୟରେ ନଈ ଭିତରକୁ ଚାଲିଗଲା ଓ କାନ୍ଦିବାକୁ ଲାଗିଲା। ଭାଇ, କିଏ ମୋତେ ବଞ୍ଚାଅ, କିଏ ମୋତେ ରକ୍ଷା କର। ମୂଷାର ଶବ୍ଦ ଶୁଣି ବିଲେଇ ଦୌଡ଼ି ଆସିଲା ଏବଂ ଦେଖିଲା ଯେ ମୂଷା ନଈ ଭିତରେ ପଡ଼ିଛି। ଏହା ଦେଖି ବିଲେଇ ଭାରି ଖୁସି ହୋଇଗଲା। ଏହା ଦେଖି ମୂଷା କହିଲା, ବିଲେଇ ଭାଇ, ମୋତେ ରକ୍ଷା କର, ମୁଁ ମରିଯିବି। ଏହା ଶୁଣି ବିଲେଇ ହସି ହସି କହିଲା, ଶୁଣୁ ମୂଷା, ମୁଁ ତୋର ଛୁଆକୁ ଖାଇଥିଲି, ଏବେ ତତେ ମଧ୍ୟ ଖାଇବି। ଏହା ଶୁଣି ମୂଷା କହିଲା, ବିଲେଇ ଭାଇ, ଯାହା ଘଟିବାର ଥିଲା ତାହା ଘଟି ସାରିଛି। ଦୟାକରି ମୋତେ ଏବେ ବଞ୍ଚାଇ ଦିଅ। ବିଲେଇ ମୂଷା ଥିବା ସ୍ଥାନକୁ ଲମ୍ଫ ମାରିଲା। ଏହାପରେ ପୂର୍ବ ଯୋଜନା ଅନୁସାରେ ଠେକୁଆ ଓ ଶାଗୁଣା ମୂଷାକୁ ଗୋଟିଏ ଡାଳ ସାହାଯ୍ୟରେ ବଞ୍ଚାଇ ଦେଲେ ଓ ବିଲେଇ ନଈରେ ପଡ଼ିଗଲା। ବିଲେଇ ଯେତେ ସାହାଯ୍ୟ ପାଇଁ ଚିତ୍କାର କଲେ ମଧ୍ୟ କେହି ଶୁଣିଲେ ନାହିଁ। ଶେଷରେ ବିଲେଇ ପାଣିରେ ବୁଡ଼ି ମରିଗଲା। ବନ୍ଧୁଗଣ, ଏ କାହାଣୀରୁ ଆମେ ଏହା ଶିକ୍ଷା ମିଳିଲା ଯେ ଯଦି ଆମକୁ କେହି ସାହାଯ୍ୟ କରୁଛନ୍ତି, ଆମେ ତାକୁ ସାହାଯ୍ୟ ନ କରି ପାରିଲେ ମଧ୍ୟ ଆମେ ତାର ଅନିଷ୍ଟ କରିବା ନାହିଁ ଏବଂ ଆମ ମାନବ ସମାଜର ମାନବତାକୁ ବଞ୍ଚାଇ ରଖିବା। ଭିଡ଼ିଓଟି କିପରି ଲାଗିଲା ନିହାତି କମେଣ୍ଟ ବକ୍ସ ମାଧ୍ୟମରେ ଆପଣମାନଙ୍କର ମତାମତ ଜଣାଇବା ପାଇଁ ଭୁଲିବେନି। ଭିଡ଼ିଓଟି ଯଦି ଭଲ ଲାଗିଥାଏ ପ୍ଲିଜ୍ ଚ୍ୟାନେଲକୁ ଲାଇକ୍ ଆଣ୍ଡ ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ରହୁଛି। ଜୟ ଜଗନ୍ନାଥ, ନମସ୍କାର।